ସଂକାଶ ତାରାଗ୍ରହ ବିମର୍ଦ୍ଧନ ରୌଦ୍ରରୌଦାତ୍ମଘୋରଂ तं କେତୁ ପ୍ରଣମାମ୍ୟହଂ। ଦର୍ଶକ ବନ୍ଧୁ, ଆସନ୍ତୁ ଆଜି କେତୁ ଗ୍ରହ ବିଷୟରେ ଜାଣିବା। କେତୁ ନାମ ଦିଗ ତାଙ୍କର ପଶ୍ଚିମ ଦିଗକୁ ରହିଛନ୍ତି। ଜାତି ମ୍ଲେଚ୍ଛ, ମାଛ ମାଂସ ଖାଇ ରାକ୍ଷାସରସ ତୃପ୍ତ ଥାନ୍ତି। ବର୍ଣ୍ଣ କୃଷ୍ଣ ଧୂମ୍ର। କେତୁ ସର୍ପାକୃତି। ଦୃଷ୍ଟି ତାଙ୍କର ପଶ୍ଚିମ ଦିଗକୁ ଥାଏ, ମୁହଁ ବି ଥାଏ। ସର୍ପାକୃତି ଗଣ୍ଡି ଏଇଥିପାଇଁ ରାହୁ ଗ୍ରହର ଗଣ୍ଡି। ତେଣୁ ପ୍ରାୟତଃ ରାହୁ ଗ୍ରହର ଚଳନ ସହ କେତୁ ଗ୍ରହର ଚଳନ ହୁଏ ସମାନ ଦୃଷ୍ଟିରୁ। କିନ୍ତୁ ରାହୁ ଯେତେ କ୍ଷତି ଘଟାଏ କେତୁ ସେତେ ଘଟାଏ ନାହିଁ। ତଥାପି କେତୁରେ ବହୁତ କିଛି ଘଟେ। କେତୁ ଗ୍ରହ ରାହୁର ଗଣ୍ଡି ସଦୃଶ ହୋଇଥିବାରୁ ଏହାର ମୁଣ୍ଡଟି ରାହୁ ଗ୍ରହ ହୋଇଥିବାରୁ ତେଣୁ ଏ ଗଣ୍ଡି ମୁଣ୍ଡ ପ୍ରକୃତି ଏକା, କାମରେ ଟିକିଏ ଅଲଗା। ଜନ୍ମକେତୁ ବିଷୟରେ ଜାଣନ୍ତୁ। ପାଞ୍ଜି ଦେଖି ଜନ୍ମକେତୁ ଜାଣିବେ। ଅଶାନ୍ତି ସୃଷ୍ଟି କେତୁ ଜନ୍ମ ବ୍ୟୟ ଦ୍ୱିତୀୟରେ ଥିଲେ ଶତ୍ରୁ ବୃଦ୍ଧି ଅଶୁଭ ଫଳ। ତୃତୀୟ ସମ୍ମାନ ଅର୍ଥ ଯୋଗ ସୁଫଳ ପ୍ରାପ୍ତି, ଯାହା କରିବେ ଲାଭ। ପଞ୍ଚମରେ ଅଙ୍ଗ କ୍ଲେଶ, ଭିନ୍ନ ଅଙ୍ଗରେ କ୍ଲେଶ ହେବ। ଚର୍ମ ରୋଗ ସୃଷ୍ଟି ହେବ ବିଭିନ୍ନ ଅଙ୍ଗରେ। ଅନ୍ତରଙ୍ଗର ରୋଗ ହଉ ବାହାର ହଉ, ତେଣୁ ବିଭିନ୍ନ ଅଙ୍ଗରେ କ୍ଲେଶ ସୃଷ୍ଟି ହେବ। ବିଶେଷ କରି ଅଙ୍ଗ ଗୁଡ଼ା ହୁଏତ ପଡ଼ିଯାଇପାରେ, ପାରାଲିସିସ୍ ଯାଇପାରେ, ପାରାଲିସିସ୍ ଟାଇପ୍ ଅଙ୍ଗ କାମ କରେନି। ଏଇ କଥା କହୁଛି। ଷଷ୍ଠକୁ ଯିବା। ଷଷ୍ଠରେ ଶୁଭ ଫଳ ଅଛି। ଶତ୍ରୁ ଦମନ କରିପାରିବେ। ସବୁ ଭଲ ବଢ଼ି ଉଠିଥିବା ଶତ୍ରୁକୁ ଏହି ସମୟ ଦମନ କରିବେ। ସପ୍ତମ ମତି ଗତି ବିଚଳିତ। ସପ୍ତମରେ ରହିଲେ ମନ ଗତି ବିଚଳିତ ହେବ। ଅର୍ଥ ନାଶ ହେବ, ଅର୍ଥ ହାନି ହେବ। କ୍ଲେଶ ବଢ଼ିବ, ମାନହାନି ଘଟିବ। ଅଷ୍ଟମକୁ ଯିବା। ଅଷ୍ଟମରେ ସେୟା ରୋଗ ସୃଷ୍ଟି, କାର୍ଯ୍ୟହାନି, ଉଦର ପୀଡ଼ା, ଏଇଗୁଡ଼ା ଅଷ୍ଟମରେ ଛାଡ଼ିକି ରହିଥିବ। ନବମରେ ଶରୀର ପୀଡ଼ା, ମାନେ ଶିର ପୀଡ଼ା, ମାନସିକ ଚିନ୍ତା ବଢ଼ିବ। କେତୁର ଏଇଟା କଲା ମାନେ ବହୁତ କ୍ଷତି କରାଏ, ପାଗଳ କରିଦିଏ। ଏତେ କେତୁର ଏଇ ସ୍ଥାନରେ କେତୁର କୁଫଳ ଘଟାଏ ସବୁଟା। ଦଶମକୁ ଯିବା। ଦଶମରେ ଶୁଭ ଫଳ ଅଛି, ଅର୍ଥପ୍ରାପ୍ତି ଅଛି, ସବୁ ଅଛି। ଏକାଦଶକୁ ଯିବା। ଏଠାରେ ଶାନ୍ତି ରହୁଛି, କାର୍ଯ୍ୟରେ ସୁଫଳ ମିଳିବ, ଶୁଭ ଫଳ ପ୍ରାପ୍ତି ହୁଏ। ବାକି ରହିଲା ଦ୍ୱାଦଶ। ଦ୍ୱାଦଶରେ ଶନି କେତୁ ବନ୍ଧନ ଯୋଗ ଘଟାଇବ, ଧନହାନି କରିବ, ଶତ୍ରୁ ଭୟ କରାଇବ, ମାନହାନି କରାଇବ। କେତେ କିସ ନ କରୁଛି। କେତୁ ଗ୍ରହ ବିଷୟରେ ତ ଜାଣିଲେ। କେତୁ 1.5 ବର୍ଷ ପର୍ଯ୍ୟନ୍ତ ଗୋଟିଏ ରାଶିରେ ଥାଆନ୍ତି। ପୁଣି ଆଉ ଗୋଟେ ଗ୍ରହ ଆସନ୍ତି। ତେଣୁ ରାଶି ଦେଖି ଆପଣ ଏସବୁ ବିଚାର କରିବେ। ବିଚାର କରି କାମରେ ଲଗିବେ। ଦଶା ଖଣ୍ଡନ ପାଇଁ ସେହି ମନ୍ତ୍ର ଜପିବେ। ତେବେ এই ମନ୍ତ୍ର ଜପିଲେ କେତୁ ଗ୍ରହ ମହାଦଶାରୁ ମୁକ୍ତି ମାନେ ସୁସ୍ଥତା ଆସେ, ମୁକ୍ତି ମିଳେ। ଧ୍ୟାନ ସେହି ସ୍ତୁତଂ ମାତ୍ର 2 ଧାଡ଼ି। ଏତିକ ଗାଇଲେ ବି ଆପଣଙ୍କର ସବୁ ଯେତେ ଇଷ୍ଟ ଅଛି ଏହା ଖଣ୍ଡନ ହୋଇ ଶାସ୍ତ୍ର ପ୍ରମାଣ ଦିଏ। ଓମ୍ କଲାଳ ଧୂମ୍ର ସଂକାଶ ତାରାଗ୍ରହ ବିମର୍ଦ୍ଧନ
धन रौद्रर दातं घोरं केतु प्रणमाम्यहम्। जय जगन्नाथ। जगतर मंगल हे महाप्रभु।